ଟିକେ। ଆତ୍ମା ସ୍ପଷ୍ଟ ରୂପେ କହୁଅଛନ୍ତି, ଉତ୍ତର କାଳରେ କେହି କେହି ଭ୍ରଷ୍ଟ ବିବେକ ମିଥ୍ୟାବାଦୀ ଲୋକମାନଙ୍କ କପଟ ପଣରେ ଭ୍ରାନ୍ତିଜନକ ଆତ୍ମାମାନଙ୍କ ପ୍ରତି ଓ ଭୂତମାନଙ୍କ ଶିକ୍ଷା ପ୍ରତି ମନୋଯୋଗ କରି ବିଶ୍ୱାସ ପରିତ୍ୟାଗ କରିବେ। ସେହି ମିଥ୍ୟାବାଦୀ ମାନେ ବିବାହ ନିଷେଧ କରନ୍ତି, ପୁଣି ବିବିଧ ଖାଦ୍ୟ ପଦାର୍ଥରୁ ପୃଥକ ରହିବା ନିମନ୍ତେ ଶିକ୍ଷା ଦିଅନ୍ତି। ବିଶ୍ୱାସୀ ଓ ସତ୍ୟ ଜାଣିଥିବା ଲୋକମାନଙ୍କ ଦ୍ୱାରା ଧନ୍ୟବାଦ ସହ ଭୋଜନ କରାଯିବା ନିମନ୍ତେ ଈଶ୍ୱର ଏସବୁ ତ ସୃଷ୍ଟି କରିଅଛନ୍ତି। କାରଣ ଈଶ୍ୱରଙ୍କ ସମସ୍ତ ସୃଷ୍ଟ ବସ୍ତୁ ଉତ୍ତମ, ପୁଣି ଧନ୍ୟବାଦ ସହ ଗ୍ରହଣ କଲେ କୌଣସି ବିଷୟ ଅଗ୍ରାହ୍ୟ ନୁହେଁ। ଯେଣୁ ଈଶ୍ୱରଙ୍କ ବାକ୍ୟ ଓ ପ୍ରାର୍ଥନା ଦ୍ୱାରା ତାହା ପବିତ୍ର କରାଯାଏ। ଏଠି ପାଉଲ ଏ 5 ପଦରେ ଈଶ୍ୱର ବିହୀନ ସେବକ ମାନେ ଯେଉଁମାନେ ଈଶ୍ୱରଙ୍କର ବିନା ସେବା କରୁଛନ୍ତି, ଆତ୍ମିକ ସେବକ ନୁହନ୍ତି, ପାଉଲ ଏମିତି ଭଣ୍ଡ ଶିକ୍ଷକ ମାନଙ୍କ ସମ୍ପର୍କରେ ତିମୋଥୀଙ୍କୁ ସଚେତନ କରାଉଛନ୍ତି। ସେମାନେ କେମିତି ଥିବେ ବୋଲି କହୁଛନ୍ତି? ସେମାନେ ଭ୍ରଷ୍ଟ ବିବେକୀ, ତାଙ୍କର ବିବେକଟା ଭ୍ରଷ୍ଟ ଥିବ, ସେମାନେ ମିଥ୍ୟାବାଦୀ ଥିବେ। ଆଉ ସେମାନେ କେମିତି ଥିବେ? ପ୍ରଥମରେ ସେମାନେ କିଏ ଏଇଟା ଲେଖୁଛନ୍ତି। ସେମାନେ କିଏ? ସେମାନେ ହଉଛନ୍ତି ଭ୍ରଷ୍ଟ ବିବେକୀ। ସେମାନେ ବିବେକ ଭ୍ରଷ୍ଟ, ସେମାନେ ମିଥ୍ୟାବାଦୀ। ଏକ ତ ବିବେକ ଭ୍ରଷ୍ଟ ହେଇଯାଇଛି, ଦ୍ୱିତୀୟରେ ସେମାନେ ମିଥ୍ୟାବାଦୀ ଅଟନ୍ତି। ଆଉ ସେମାନେ କଣ କରନ୍ତି? ଦେଖାଯାଉଛି ସେମାନେ ବିଶ୍ୱାସ ତ୍ୟାଗ କରିବେ, ଆଉ ଭ୍ରାନ୍ତିଜନକ ଆତ୍ମା ଆଉ ଭୂତମାନଙ୍କ ଶିକ୍ଷା। ଭ୍ରାନ୍ତିଜନକ ଆତ୍ମା ମାନେ ସେମାନେ କଣ କରିବେ? ସେମାନେ ଲୋକମାନଙ୍କୁ ବିଶ୍ୱାସ, ସେମାନଙ୍କ ଶିକ୍ଷା ଶୁଣିଲା ପରେ ଲୋକମାନେ ବିଶ୍ୱାସ ତ୍ୟାଗ କରିବେ। ସେ ଭ୍ରାନ୍ତିଜନକ ଆତ୍ମା, ଭୂତମାନଙ୍କ ଶିକ୍ଷା, ସେ ବିଷୟରେ ସେମାନେ କହିବେ। ଆଉ ସେମାନେ କଣ କରିବେ? ସେମାନେ ବିବାହ ଆହୁରି ଖାଦ୍ୟ ନିଷେଧ କରିବେ। ବିବାହ ନିଷେଧ କରିବେ ମାନେ କଣ ବୋଲି କହିବେ? ଯେ ବିବାହ କରିଥିବା ଲୋକମାନେ ସମସ୍ତେ ପବିତ୍ର ଲୋକ ନୁହନ୍ତି, ତେଣୁ ବାହା ନ ହେଇକି ସେବା କରୁଛନ୍ତି ସେମାନେ ହିଁ ପବିତ୍ର। ସେମାନେ ସ୍ୱର୍ଗକୁ ଯିବେ କି ନାହିଁ ସେଟା ମତେ କହିଦେବେ ଲାଷ୍ଟ। ସେମାନେ ଗ୍ରହଣୀୟ ନୁହନ୍ତି, ସେମାନେ ଅମୁକ ବୋଲି କହିଲେ ଲାଷ୍ଟକୁ ଦେନା ଆଜ୍ଞା ଆଉ ଖରା ଆଜ୍ଞା ଆଉ ଆମେ ସବୁ ମେରେ ଦେଇକିରି ବହୁତ ବଡ ଭୁଲ କରୁଛୁ। ବାକ୍ୟକୁ ନ ବୁଝିବା ଦ୍ୱାରା ଅର୍ଥକୁ ଅନର୍ଥ କରାଯାଏ। ମୋର ଗୋଟେ ମେସେଜ ୟୁଟ୍ୟୁବରେ ଆପଣ ଶୁଣିପାରିବେ, ବିବାହ ନିଷେଧ ମହାପାପ ବୋଲି। ବିବାହ ନିଷେଧ ମହାପାପ। ସେଇ ପ୍ରଚାର ମୁଁ କଲା ପରେ ଜଣେ ଲୋକ ଯେ ବାହା ହେବି ନାହିଁ ବୋଲି କହୁଥିଲେ, ବାହା ହେଇଛନ୍ତି, ସେ ମୋର ବିରୁଦ୍ଧରେ କହୁଥିଲେ। ତୁମେ ତ ବାହା ହେବି ନାହିଁ ବୋଲି ସେବା କଲ, ପରେ ପୁଣି ବାହା ହେଲ, ବାହା ହେଲା ପରେ ପୁଣି ନାରେ ନାରେ ହଉଛ। ସେ ମତେ କହୁଛନ୍ତି ନାଇଁ ନାଇଁ ଏଇ ଶିକ୍ଷା ଏମିତି ନୁହଁ। ତାପରେ ତାଙ୍କୁ ଯୋଉମାନେ ଫଲୋ କରିଥିଲେ ସେମାନେ ଦିନେ ଦୋଷିଲେ। ମୁଁ କହିଲି ଭଉଣୀ ମାନେ ଆପଣ ମାନେ କାହିଁକି ବାହା ହେଲେ ନାହିଁ? ନାଇଁ ସେ ଭାଇନା ତ ହେଲେ ନାହିଁ, ଆମେ ବି ହେଲୁନି। ସେ କହିଲେ ନାଇଁ ବାହା ହେବାର ନାହିଁ। ମୁଁ କହିଲି ସେ ଭାଇନା ତ ଏବେ ହେଇଗଲେ। ହଁ ତ ହେଇଗଲେ, ତୁମମାନେ କଣ କରିବ? ନାଇଁ ଆମର କଣ ବିବାହ ହେବା ବୟସ ହେବାର ଅଛି। ମାନେ ବାକ୍ୟକୁ ଯଦି ସଠିକ ଭାବରେ ବୁଝିବେ ନାହିଁ ଅସୁବିଧାରେ ପଡିବା। କିଏ କିଏ କୁହନ୍ତି ନାଇଁ ନା ଔଷଧ ଖାଇବାଟା ପାପ। ମାନେ ଭାବି ଦେଖନ୍ତୁ କେମିତି ଶିକ୍ଷାକୁ କେମିତି ତର୍ଜମା କରାଯାଏ। ବାଇବଲରେ କୋଉଠି ଲେଖା ହେଇଛି ଔଷଧ ଖାଇବା ପାପ ବୋଲି? ଔଷଧ ନ ଖାଇବାଟା ଧାର୍ମିକତାର ଚିହ୍ନ ବୋଲି କୋଉଠି ଲେଖା ହେଇଛି? ଗଞ୍ଜେଇ ଖାଇବାଟା ପାପ, ମଦ ପିଇବାଟା ପାପ, ଏଇଗୁଡାକ ପାପ। ବ୍ୟଭିଚାର କରିବାଟା ପାପ, ଚୋରି କରିବାଟା ପାପ, ପର ସ୍ତ୍ରୀ ପ୍ରତି ଖରାପ ଦୃଷ୍ଟି ରଖିବାଟା ପାପ। ଏଇଟା ପାପ ନୁହଁ। କାହିଁକି? ଏ ଭ୍ରାନ୍ତିଜନକ ଆତ୍ମା ଗୁଡିକ, ଏ ଭୂତ ମାନଙ୍କ ଶିକ୍ଷା ବିବାହ ନିଷେଧ କରିବେ, ଖାଦ୍ୟ ମଧ୍ୟ ତୁମେ ଆଜି ଏଟା ଖାଇଦଉଛ, ଆଜି ଖାଅ କାଲି ଖାଅ, ଯେବେ ମିଳିଲେ ତେବେ ଖାଅ। ଆମ ଦେଶରେ ତ ପୁରା ଡାଏଟ କଣ୍ଟ୍ରୋଲ ଚାଲିଥାଉଛି। ଆଜି ଏଟା ଖାଇବାର ନାହିଁ, ସେଟା ଖାଇବାର ନାହିଁ।
आज सोमवार एटा हुएनी आम घरे, मंगलवार एटा हुएनी, बुधवार सेटा हुएनी, गुरुवार एटा हुएनी, जहाँ भी हुए मिले खाई दिंतु सकाल जावाई पड़े खाद्य उदर निमंते उदर खाद्य निमंते फिनिश ताटर ऊपर किसी नहीं खाद्य मनुष्य को अशुचि करे नहीं भीतर जहाँ बाहर ता अशुचि करे से माने किए ए माने भ्रष्ट विवेक मिथ्यावादी से माने कौन करते विश्वास त्याग करेंगे शांतिजनक आत्मा उत्तमान शिक्षा विवाह निषेध खाद्य निषेध करेंगे केतबेले करेंगे माने शेष काल रे करेंगे लिखा अछि आत्मा स्पष्ट रूपे कहउछंती जे शेष काल रे को काल रे शेष काल तेणु आजिकल आप देखिए नाना प्रकार शिक्षा उद्भावन होइछि नाना प्रकार वाक्य को सठिक भाव न बुझा द्वारा बड़ समस्या एबे भी विश्वास मैंने पचार जाएगा 10 वर्ष क्या एबे एते वर्ष पर पचार आज्ञा बाप्तिस्म नेबा कथा ना नहीं प्रभु वचन नेले कौन हुआ माने एते वर्ष प्रार्थना गला पर शिक्षा पाइला पर से जानी ना 10 वर्ष क्या दबा लोक जानी ना पालक मान कहे आमको आका दियो आमर मंडल आका दब कौन कहती तुम जो होटेल रे खाइब से होटेल रे पैसा देव ना अलग होटेल रे पैसा देव तोरटा कौन होटेल ना रेस्टोरेंट सेवक माने जानिबा दरकार सेवक माने केते प्रकार सेवक अछंती आ विश्वास रो दायित्व कौन अटे कहा को कहा जाइतिला सकल विषय को न बुझिले आपण शिक्षा रे भ्रमित हेबे आपण जदि सब शिक्षा पाइबा पई चाहउछंती आपण कोन करिवार अछि बाइबल को ही प्राधान्य देबार अछि शेष काल रे तापर देखिबे ସେମାନେ काहे भ्रष्ट अटंती आपण देखिबे 4 पद 5 पद रे कारण ईश्वरकर उत्तम सृष्ट वस्तु उत्तम कारण ईश्वर तो समस्त सृष्ट वस्तु उत्तम पुणी धन्यवाद सह ग्रहण कले कौन विषय अग्राह्य नुहे तेणु ईश्वर को वाक्य और प्रार्थना द्वारा ताहा पवित्र करा जाए से कौन करती ईश्वर जहाँ जहाँ उत्तम बोली कहते अग्राह्य करा जाए पारिबो नै ईश्वर जहाँ सृष्टि करिसंती ताको पवित्र वाक्य और प्रार्थना द्वारा पवित्र करी भजन करिबो तापर आपण देखिबे ईश्वर तो सेवक ख्रीष्टीय सेवक संपर्क रे पाउलंकर ए सेवा कार्य आउ किछि विषय से न करिबा पई कहउछन प्रथम रे कोन कहउछंती कोन कोन करिबो नै हम जदी 6 पद रु 16 पद देखि देखि दिबा सेठी हम जानि पारिबा आपण 7 पद पढंतु किंतु वृद्धा स्त्री मानकर असार कहानी सब अग्राह्य कर ईश्वर परायण जीवन यापन करबा निमंते अभ्यास कर कौन करो असार कहानी गुड़ा को अग्राह्य करो माने उत्तम सेवक को कहा जाछ भ्रष्ट सेवक किए कहा गला उत्तम सेवक कौन करिवार नहीं ए असार कहानी प्रति मन देवार नहीं आ ईश्वर परायण जीवन यापन करबा को अभ्यास कर कौन करो नहीं गोटे विषय एटा करो नै कौन कर असार कहानी सबको अग्राह्य करो आ कौन करो ईश्वर परायण जीवन यापन करबा को अभ्यास करो तापर कौन करो आपण देखिबे 12 पद पढ़िबे तुम्भर यौवनावस्था सकाशे केही तुम्भको तुच्छ न करू किंतु वाक्य रे आचरण रे प्रेम रे विश्वास रे और पवित्रता रे विश्वासी मानकर आदर्श स्वरूप हुआ कौन लिखा जाछि तुम्हें विश्वासी मानकर आदर्श हो तुमको जुबा बोली कहीं अग्राह्य न करू माने भाभी देखो तो बाइबल रो उत्तम सेवक माने सब बेले जुबा मान को प्राधान्य देछन आपण हित पदस देखंतु जुबा मान को प्राधान्य दे पाउल जुबा मान को प्राधान्य देछन जोहन जुबा मान के हे जुबा माने तुम्हें बलवान
ଈଶ୍ୱରଙ୍କ ବାକ୍ୟ ତୁମଠାରେ ଅଛି। ତ ଯୁବା ମାନଙ୍କୁ ପ୍ରାୟୋରିଟି ଦିଆଯାଉଛି ଆଉ କୁହାଯାଉଛି ତୁମକୁ କେହି ଅଗ୍ରାହ୍ୟ ନ କରୁ। ତାପରେ ସେ କଣ କହୁଛନ୍ତି 14 ପଦରେ, ଭାବବାଣୀ ଓ ପ୍ରାଚୀନ ମାନଙ୍କର ହସ୍ତାର୍ପଣ ଦ୍ୱାରା ତୁମ୍ଭକୁ ଯେଉଁ ଅନୁଗ୍ରହ ଦାନ ଦତ୍ତ ହୋଇଅଛି ତାହା ଅବହେଳା ନ କର। ଯୋଉ ଆତ୍ମିକ ଦାନ ପାଇଛ ତାକୁ ଅବହେଳା କର ନାହିଁ। କଣ କଣ କର ନାହିଁ? ଓସାର କାହାଣୀକୁ ତୁମେ ଅଗ୍ରାହ୍ୟ କରିବ, ଯୁବା ବୋଲି କେହି ତୁମକୁ ଅଗ୍ରାହ୍ୟ ନ କରୁ, ଆତ୍ମିକ ଦାନକୁ ଅଗ୍ରାହ୍ୟ କରିବ ନାହିଁ। ତାପରେ କଣ କରିବ? 6 ପଦ, ଏହି ସମସ୍ତ ବିଷୟ ତୁମ୍ଭେ ଭାଇମାନଙ୍କୁ ଶିକ୍ଷା ଦେଲେ ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ସେବକ ହେବ। ପୁଣି ତୁମ୍ଭେ ଯେଉଁ ବିଶ୍ୱାସ ଓ ଉତ୍ତମ ଶିକ୍ଷାର ଅନୁଗାମୀ ହୋଇ ଆସିଅଛ ତତ୍ସମ୍ବନ୍ଧୀୟ ବାକ୍ୟ ଦ୍ୱାରା ପରିପୁଷ୍ଟ ହେବ। ପ୍ରଥମ କଥା କଣ କଣ କରିବ ନାହିଁ ସେ କହିଲେ। କଣ କଣ କରିବ ନାହିଁ? ଉତ୍ତମ ସେବକ। ଆଗ ଆମେ ଦେଖିଲୁ ଏ ଭ୍ରାନ୍ତ ସେବକ ମାନେ କିଏ, ତାପରେ ଉତ୍ତମ ସେବକ ଭାବରେ କଣ ପ୍ରଥମେ କରିବ ନାହିଁ? ଓସାର କାହାଣୀରେ ମନ ଦେବ ନାହିଁ। ଆଜିକାଲି ଓସାର କାହାଣୀ ବୋଲେ କୋଉଟା? ସିରିଏଲ, ସିନେମା, ଏଗୁଡାକ ଓସାର କାହାଣୀ ଧରିକରି ବସନ୍ତୁ ନାହିଁ। ଅନେକ ବିଶ୍ୱାସୀ ମାନଙ୍କୁ ଦେଖିବେ ଏ ଓସାର କାହାଣୀରେ ବସିଥିବେ। ଆଗରୁ ହିଁ ଲେଖା ହେଇଯିବ, ସେଠି ଲେଖା ହବ ନା ନାହିଁ? ପ୍ରଥମରେ ଲେଖା ଅଛି ଏଇଟା ସତ୍ୟ ଘଟଣା ନୁହେଁ, କାଳ୍ପନିକ କାହାଣୀ ଉପରେ ଆଧାରିତ। ଜାଣିଲା ପରେ ଏକା ସୁଇଚ ଅଫ୍ କରିଦେବି, ବେକାର କାଳ୍ପନିକ କାହାଣୀ। ମୋବାଇଲରେ ଗୋଟେ ଗୋଟେ କାହାଣୀ ବାହାର ତ ତାକୁ ଧରି ବସିଥିବେ, ଭଲ ଲୋକ ଦେଖୁଥିବେ। ଓସାର କାହାଣୀ ଏଇଟା ଲେଖା ଅଛି ବୃଦ୍ଧା ସ୍ତ୍ରୀ ମାନଙ୍କୁ ବୁଝାଇବ ମୋବାଇଲ ଧରିକରି ନ ବସନ୍ତୁ। ଆଜି ପାଉଲ ଲେଖିଥିଲେ କଣ ଲେଖିଥାନ୍ତେ? ବୃଦ୍ଧା ସ୍ତ୍ରୀ ମାନଙ୍କୁ ମୋବାଇଲ ଧରି ବସିବାକୁ ମନା କର, ସେଇଟା ଧରି ବସିଥିବ, ଅଗ୍ରାହ୍ୟ କର। ଓସାର କାହାଣୀକୁ ଅଗ୍ରାହ୍ୟ କର, ସିରିଏଲ ଧରି ବସ ଅଗ୍ରାହ୍ୟ କର। ଯୋଉ ସମୟରେ ବାଇବଲ ପଢିବା କଥା ମୋବାଇଲ ଧରି ବସିଥା ହଉଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆମେ ଲୋକମାନଙ୍କୁ ମଦୁଆ ମଦୁଆ ବୋଲି ଗାଳି କରୁଛୁ, ଏଡିକ୍ଟେଡ ହେଇଗଲେଣି, ଡ୍ରଗ୍ସ ଏଡିକ୍ଟେଡ ହେଇଗଲେ। ଆମେ ବି ତ ମୋବାଇଲ ଏଡିକ୍ଟେଡ ହେଇଯାଉଛୁ। এটা ବି এডিকশন, তার বিনা বঞ্চি হଉନାହିଁ। ତ ନ ଦେଖିଲେ ଶୋଇ ହଉନାହିଁ। ସକାଳୁ ଉଠୁ ଉଠୁ ଖୋଜୁଛୁ ବାଏ ବାଏ ହେଇକରି। 10 ଟଙ୍କା ଚାନ୍ଦା ପକାଉଛୁ, 300 ଟଙ୍କାର ରିଚାର୍ଜ କରୁଛୁ। ମାନେ ଭାବି ଦେଖନ୍ତୁ, ଆମକୁ ପ୍ରଭୁ ଅପେକ୍ଷା କିଏ ପସନ୍ଦ? ଆମ୍ବାନୀ ପସନ୍ଦ, ଝିଅ ପସନ୍ଦ। ବାଳକ ମାନଙ୍କୁ ଦେବା ପାଇଁ କଷ୍ଟ ଲାଗୁଛି, ଆମ୍ବାନୀକୁ ଦେବା ପାଇଁ। ଆମର ଲୋକମାନଙ୍କର ଦେଖନ୍ତୁ ପଇସା କୁଆଡେ ପ୍ରଭୁ ଦଉଛନ୍ତି, କାହାକୁ ଦଉନାହାନ୍ତି ବୋଲି ନାହିଁ। ସବୁ ଅପଚୟ କରିବାକୁ ଶିଖିଛୁ ଆମେ। ଅଭାବ ହବ ନାହିଁ, କଣ ହବ? ତ ଓସାର କାହାଣୀ ପ୍ରତି ସାବଧାନ ରହିବ। ଯୁବା ବୋଲି କେହି ତୁମକୁ ଅଗ୍ରାହ୍ୟ ନ କରୁ, ଆତ୍ମିକ ଦାନ ପାଇଛ ତାକୁ ଅଗ୍ରାହ୍ୟ କରିବ ନାହିଁ। ଏବେ କଣ କରିବ? 6 ପଦରେ ତୁମେ ଭ୍ରାନ୍ତ ଶିକ୍ଷା ସମ୍ପର୍କରେ ଜଣାଉଥିବ। ଉତ୍ତମ ସେବକ କଣ କରିବ? ମଣ୍ଡଳୀକୁ ଭ୍ରାନ୍ତ ସେବା ସମ୍ପର୍କରେ ଜଣେଇବ। କଣ ଭ୍ରାନ୍ତ ଶିକ୍ଷା? ଆପଣ ଏ ମଶା ମାଛି ବନ୍ଦ କରିପାରିବେ କି? ନାଇଁ। ଯେତେ ସ୍ୱଚ୍ଛ ଭାରତ ଅଭିଯାନ ହେଲେ ମଧ୍ୟ ଏ ମଶା ଯିବେ ନାହିଁ, ଥିବେ। ଏ ଡେଙ୍ଗୁ ମଶା, ଏସବୁ ମଶା ରହିଥିବେ। ଆପଣ ବିଶ୍ୱାସ ମାନଙ୍କୁ କଣ ଶିଖାଇବେ? ମଶାରୀ ଟାଙ୍ଗିକି ଶୁଅ। ଏଇଟା ଆମେ ଶିଖାଇ ପାରିବା। ମଶାରୀ ଟାଙ୍ଗିଲେ ଯେତିକି ମଶା ଗୁଣୁଗୁଣୁ କଲେ ମଧ୍ୟ ଏଇଟା ଆମେ ଶିଖାଇ ପାରିବା। ଆମେ ମଶା ମାରି ମାରି ବୁଲି ପାରିବାନି। ସବୁ ବିଶ୍ୱାସୀ ଘରେ ପଶିକି ମଶା ମାରି ମାରି ବୁଲୁଥିବା, ମାରି ପାରିବାନି। ଏବେ ଲୋକମାନଙ୍କୁ ଜଳ ଜନିତ ରୋଗ ଗୁଡାକ ହଉଛି। ଆମେ କହିପାରିବା ତମେ ଭଲ ପାଣି ପିଅ, ଫୁଟେଇକି ପାଣି ପିଅ, ଫିଲ୍ଟର ପାଣି ପିଅ, এইটা আমি କହିପାରିବି। ଏ ବର୍ଷା ଦିନରେ ବାହାରେ ଛଣାଛଣି ଖାଅନି। ସମସ୍ତଙ୍କୁ ଢାଳରେ ପାଣି ଦେଇ ବୁଲି ହବନି। ସମସ୍ତଙ୍କୁ କଣ କହିବ? ବାହାର ଛଣା ତୁମେ ଖାଇବନି।
କାମ କଣ? ଭ୍ରାନ୍ତ ଶିକ୍ଷା ସମ୍ପର୍କରେ ସଚେତନ କରେଇବ। ତାପରେ 7-11 ପଢିବେ। କିନ୍ତୁ ବୃଦ୍ଧା ସ୍ତ୍ରୀ ମାନଙ୍କର ଅସାର କାହାଣୀ ସବୁ ଅଗ୍ରାହ୍ୟ କର, ଈଶ୍ୱର ପରାୟଣ ଜୀବନ ଯାପନ କରିବା ନିମନ୍ତେ ଅଭ୍ୟାସ କର, କାରଣ ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, କିନ୍ତୁ ଈଶ୍ୱର ପରାୟଣତା ଇହକାଳ ଓ ପରକାଳରେ ପ୍ରତିଜ୍ଞା ଯୁକ୍ତ ହୋଇ ସମସ୍ତ ବିଷୟରେ ଲାଭଜନକ ଅଟେ। ଏହି ବାକ୍ୟ ବିଶ୍ୱାସ୍ୟ ଓ ସର୍ବତ ଭାବେ ଗ୍ରହଣ ଯୋଗ୍ୟ। ଏହି ଉଦ୍ଦେଶ୍ୟରେ ତ ଆମ୍ଭେମାନେ ପରିଶ୍ରମ ଓ ପ୍ରାଣପଣ କରୁଅଛୁ, କାରଣ ଯେଉଁ ଜୀବିତ ଈଶ୍ୱର ସମସ୍ତ ମନୁଷ୍ୟଙ୍କର ବିଶେଷତଃ ବିଶ୍ୱାସୀ ମାନଙ୍କର ତ୍ରାଣକର୍ତ୍ତା, ତାହାଙ୍କଠାରେ ଆମ୍ଭମାନଙ୍କର ଭରସା ଅଛି। ତୁମ୍ଭେ ଏହି ସମସ୍ତ ବିଷୟ ଆଜ୍ଞା ଦେଇ ଶିକ୍ଷା ଦିଅ। ବାସ୍। ଦ୍ୱିତୀୟରେ କଣ କହୁଛନ୍ତି? ଆତ୍ମିକ ଭାବରେ ତୁମେ ସବଳ ଥାଏ। ଏସବୁ କହିବାର ଉଦ୍ଦେଶ୍ୟ କଣ? ଶାରୀରିକ ବ୍ୟାୟାମ ଅଳ୍ପ ବିଷୟରେ ଲାଭଜନକ, ଈଶ୍ୱର ପରାୟଣତା ଇହ କାଳ ଓ ପରକାଳରେ ପ୍ରତିଜ୍ଞା ଯୁକ୍ତ ଏହି ସମସ୍ତ ବିଷୟରେ ଲାଭଜନକ ଅଟେ। ତାମାନେ କଣ? ତୁମେ ସ୍ପିରିଚୁଆଲି ଫିଟ୍ ଥିବ। ଆତ୍ମିକ ବ୍ୟାୟାମ ମାନେ କଣ? ଶାରୀରିକ ବ୍ୟାୟାମ, ଶାରୀରିକ ଭାବରେ ଫିଟ୍ ଥିବ। ଆତ୍ମିକ ଭାବରେ ତୁମେ ଫିଟ୍ ରହିବା ଦରକାର। ଆତ୍ମିକ ଭାବରେ ପ୍ରଥମ କଥା ତୁମେ କଣ କରିବ? ଭ୍ରାନ୍ତ ଶିକ୍ଷା ସମ୍ପର୍କରେ ଜଣେଇବ, ଆଉ ତୁମେ ନିଜେ ଆତ୍ମିକ ଭାବରେ ଫିଟ୍ ରହିବ। ଆତ୍ମିକ ଫିଟ୍, ଯାହାକୁ ଆତ୍ମିକ ଭାବରେ ସବଳ ହେଇକି ରହିବା ଲେଖାଯାଉଛି। ତାପରେ ଆମେ 12 ପଦ ଦେଖିବା। 12 ପଦ। ତୁମ୍ଭର ଯୌବନାବସ୍ଥା ସକାଶେ କେହି ତୁମ୍ଭକୁ ତୁଚ୍ଛ ନ କରୁ, କିନ୍ତୁ ବାକ୍ୟରେ, ଆଚରଣରେ, ପ୍ରେମରେ, ବିଶ୍ୱାସରେ ଓ ପବିତ୍ରତାରେ ବିଶ୍ୱାସୀ ମାନଙ୍କର ଆଦର୍ଶ ସ୍ୱରୂପ ହୁଅ। କଣ ହୁଅ? ବିଶ୍ୱାସୀ ମାନଙ୍କର ଆଦର୍ଶ ସ୍ୱରୂପ ହୁଅ। ବିଶ୍ୱାସୀ ମାନଙ୍କର କଣ ହୁଅ? ଆଦର୍ଶ ସ୍ୱରୂପ ହୁଅ। ଆଜି ପ୍ରଭୁ ତାଙ୍କର ବାକ୍ୟ ଜରିଆରେ ଆମମାନଙ୍କୁ ଉତ୍ତମ ସେବକ ସମ୍ପର୍କରେ ସଚେତନ କରାଉଛି। ପ୍ରଭୁ ଆଜି ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଯେପରି ଆମମାନେ ପ୍ରଭୁରେ ସବଳ ହିଁ ରହିପାରିବେ। ଭ୍ରାନ୍ତ ଶିକ୍ଷା ବିଷୟରେ ସଚେତନ କରିବା ଅଛି ମଣ୍ଡଳୀ। ଆମେ ଜାଣିଲୁ ଏଇଟା ଭ୍ରାନ୍ତ ଶିକ୍ଷା, ଆମର ମଣ୍ଡଳୀକୁ କହିବାର ଅଛି, ଆମର କର୍ତ୍ତବ୍ୟ ସେ। ଆପଣ ଦେଖିବେ ସାନଟି ବେଳରୁ ବାପା ମା କଣ କରନ୍ତି? ପିଲାମାନଙ୍କୁ ସଚେତନ କରାନ୍ତି। ନ ଜାଣିବା ସମୟ, ତାପରେ ବଡ ହେଲା ପରେ ସେ ଜୀବନ ହେଇଛି। ମୁଁ ଯେତେବେଳେ ସ୍କୁଲ ପଢୁଥାଏ, ସ୍କୁଲରୁ ଆସିଲା ପରେ, ସ୍କୁଲ ତ ଯିବି, ସ୍କୁଲରୁ ଆସିଲା ପରେ ପ୍ରତି ଘଣ୍ଟା ମୋର ମା ମୋ ପଛରେ ଥିବ। ମୁଁ ଛକରେ ଦିନ ଆସିକି ଦେଖିଯିବ ଅଛି ନା ନାଇଁ ବୋଲି। କ୍ରିକେଟ ଖେଳିବା ଜାଗାରେ ଆସି ଦେଖିବ ଅଛି ନା ନାଇଁ ଏଠି ବୋଲିକରି। ସେ ଫୁଟବଲ ଖେଳିବା ଜାଗାରେ ଆସି ଦେଖୁଥିବ। ସେଥିପାଇଁ ମତେ କ୍ରିକେଟ ବି ଖେଳେଇବେନି, ଫୁଟବଲ ବି ଖେଳେଇବେନି, ଇଏ ମଝିରେ ପଳେଇବ ବୋଲି। ଆଉ ମା କେତେବେଳେ ଡାକିକି ନେଇଯିବ ବୋଲି। ବହି ଖୋଲି ପଢୁଛି ନା ନାଇଁ ଦେଖୁଥିବ। ଛୋଟ ଛୋଟ ବିଷୟରେ ଏବେ ମା ନାହାନ୍ତି, ମତେ ଆଉ କିଏ କହିବାର ଆବଶ୍ୟକ ବି ନାହିଁ, କାରଣ ମତେ ଶିକ୍ଷିତ କରିକି ଯାଇଛନ୍ତି। ତ ପାଳକଙ୍କର କାମ କଣ ଅଟେ? ଯେ ବିଶ୍ୱାସୀ ମାନଙ୍କୁ ଆଦ୍ୟ ଅବସ୍ଥାରୁ ଶିକ୍ଷିତ କରେଇବା, ଯେପରି ଭ୍ରାନ୍ତ ଶିକ୍ଷାର ଶିକାର ହେବେନି। ଆଜିକାଲି ଦେଖନ୍ତୁ ମଣ୍ଡଳୀ ପରିତ୍ୟାଗ କରି ଭ୍ରାନ୍ତ ଶିକ୍ଷା ପଛରେ ଲୋକ ଦୌଡୁଛନ୍ତି। ରବିବାର ଦିନ ଯେମାନେ ଚର୍ଚ୍ଚ ଆସୁଥିଲେ, ଏବେ ସେମାନେ ଅନ୍ୟ କୋଉଠି ଯାଉଛନ୍ତି। ତାଙ୍କର ଘର ପାଖରେ ପ୍ରାର୍ଥନା ହଉଛି, ବସୁନାହାନ୍ତି, ସବୁ ଆହୁରି କୁଆଡେ ଯାଉଛନ୍ତି, ତେଲ ପାଣି ଧରିକି ଦୌଡି ଯାଉଛନ୍ତି। କଣ ପାଇଁ? ଆମେ ଶିଖାଇ ନାହୁଁ। ସେମାନଙ୍କୁ ସେ ଭଲ ଲାଗୁଛି ନାଇଁ, ଏଇଟା ବି ନାଇଁ, ଭ୍ରାନ୍ତ ଶିକ୍ଷା କଣ ଜାଣିବାର ଅଛି। ତାପରେ ନିଜେ ଆତ୍ମିକ ଭାବରେ ଫିଟ୍ ରହିବା, ଆଉ ସମସ୍ତ ଉତ୍ତମ କାର୍ଯ୍ୟରେ ଆଦର୍ଶ ହେବା ଦରକାର। ତାପରେ ଆପଣ 13 ପଦ ପଢନ୍ତୁ। ମୁଁ ନ ଯିବା ପର୍ଯ୍ୟନ୍ତ ଶାସ୍ତ୍ର ପାଠ, ଉପଦେଶ ଓ ଶିକ୍ଷାଦାନରେ ମନୋଯୋଗ କର। ଉତ୍ତମ ସେବକର କାମ କଣ ଅଟେ? ଯେ ସେ ଶାସ୍ତ୍ର ପାଠରେ, ଶିକ୍ଷାଦାନରେ, ଉପଦେଶରେ ଲାଗିକି ରହିବ। କିନ୍ତୁ ଭ୍ରଷ୍ଟ ଲୋକ କଣ? ସେ ଶାସ୍ତ୍ର ପାଠ କରିବ, ସେ ଶିକ୍ଷାଦାନ ଦବ,
ଉପଦେଶ ଦବ, ଶାସ୍ତ୍ର ପାଠ ନାହିଁ। ଆପଣ ଯେତିକି ପଢିବେ ସେତିକି ଶିକ୍ଷିତ ହେବେ। ବାଇବଲ ଶିକ୍ଷିତ ହେବା ପାଇଁ ବାଇବଲ ପଢିବା ପାଇଁ ପଡିବ। ୟା ତା କଥା ଶୁଣି ଆପଣ ଶିକ୍ଷିତ ହେଇପାରିବେନି। ଇଂରାଜୀରେ ଗୋଟେ ଅଛି ରିଡିଂ ଖ୍ରୀଷ୍ଟିଆନ୍ସ ଆର୍ ଗ୍ରୋଇଂ ଖ୍ରୀଷ୍ଟିଆନ୍ସ। ଆପଣ ପଢିବେ, ଆପଣ ବଢିବେ। ଆପଣ ନିଜେ ପଢନ୍ତୁ, ଧୀରେ ଧୀରେ ପଢନ୍ତୁ, ବୁଝିବା ପାଇଁ ଚେଷ୍ଟା କରନ୍ତୁ। ସେଇଥିପାଇଁ ପ୍ରଭୁ ଆମକୁ ନିଜ ଭାଷାରେ ବାଇବଲ ଦେଇଛନ୍ତି। ପୃଥିବୀରେ ଏତେ ପ୍ରକାର ଅନୁବାଦ ହିଁ କୌଣସି ପୁସ୍ତକ ଆସିନି, କେବଳ ବାଇବଲ। ଆଉ ପ୍ରଭୁ ଚାହାନ୍ତି ଜଣେ ଲୋକ ସେ କଣ ହେବା ଦରକାର, ଶାସ୍ତ୍ର ପାଠରେ ସେ ମନୋନିବେଶ କରିବା ପାଇଁ। ତ ଶାସ୍ତ୍ର ପାଠ ଶିକ୍ଷା ଉପଦେଶରେ କଣ କଣ କରିବ ସେ କହୁଛନ୍ତି। ତାପରେ ଆପଣ ଦେଖିବେ 15 ପଦ, ତୁମ୍ଭର ଉନ୍ନତି ଯେପରି ସମସ୍ତଙ୍କ ନିକଟରେ ପ୍ରକାଶିତ ହୁଏ, ଏଥି ନିମନ୍ତେ ଏହି ସମସ୍ତ ବିଷୟରେ ମନୋଯୋଗୀ ହୁଅ, ସେହି ସବୁରେ ପ୍ରବୃତ୍ତ ଥାଅ। ତୁମର ଉନ୍ନତି କରିବାର ଅଛି, ସମସ୍ତଙ୍କ ନିକଟରେ ଦେଖାଯିବାର ଅଛି, ଆଉ ତୁମେ ଏସବୁରେ ମନୋଯୋଗ ଦେବା। ସବୁବେଳେ ସେବା କାର୍ଯ୍ୟରେ ଲାଗି କରି ରୁହ। ସେବକର କାମ କଣ? ସେବା କାର୍ଯ୍ୟରେ ଲାଗିକି ରହିବ। ତାର କାମ କା ସେଇଟା। ମୁଁ ଅନେକକୁ ଦେଖିଛି ରବିବାର ଦିନ ବାଳକ ମାନେ ତାଙ୍କ ଚର୍ଚ୍ଚରେ ନଥାନ୍ତି, ଆଉ କୋଉ ଚର୍ଚ୍ଚରେ ପଳେଇଥାନ୍ତି। ରବିବାର ଆପଣଙ୍କର ଦାୟିତ୍ୱ। ମାନେ 6 ଦିନ ପର୍ଯ୍ୟନ୍ତ ତ ସେମାନଙ୍କର ଯତ୍ନ ନେବେ, ସପ୍ତମ ଦିନ ତ ଗୁରୁତ୍ୱପୂର୍ଣ୍ଣ ଦିନ। ମାନେ ଜଣେ ପ୍ରଭୁଙ୍କର ଦାସର କାମ କଣ? ସେ 6 ଦିନ ବାଇବଲ ପଢିବେ, ଆଉ 7 ଦିନ ଆସି ପ୍ରଚାର କରିବେ। ମାନେ ଯଦି ଗୋଟେ ମେସେଜ କୁ ଆପଣ ଯଦି 6 ଦିନ ତିଆରି କରିବେ, କେମିତି ଥିବ? ଆମେ ତ 6 ମିନିଟ ତିଆରି କରିଦଉଛୁ, 6 ମିନିଟ ନାଇଁ, 6 ମିନିଟ ନାଇଁ, 6 ଦିନରେ ଯଦି ଗୋଟେ ସମ୍ବାଦ ତିଆରି ହେବ, ଆଉ ଅଧଘଣ୍ଟା ଆସି ପୁଲପିଟରେ ପ୍ରଚାର କରିବେ, ସେ ମେସେଜ କେମିତି ଥିବ? ମା ମାନଙ୍କୁ ଦେଖିବେ ଗୋଟେ ସାମାନ୍ୟ ତରକାରୀ ବନେଇବା ପାଇଁ କେତେ ସେମାନେ ଯୋଗାଡ଼ କରୁଥିବେ, କେତେ ସ୍ୱାଦ କାହିଁକି ହବ ନାହିଁ, ସେଇଟା ହେଲ୍ଦି କାହିଁକି ହବ ନାହିଁ, ସବୁ ଗୋଟେ ଗୋଟେ ବିଷୟ। ମୁଁ ଯଦି ରୋଷେଇ କରେ କେବେ, ମୁଁ ସବୁ ଥାଳିରେ ରଖ, ଆଗେ ସବୁ କାଟି କାଟି ରଖେ। ଏଇଟା ଅଛି, ଏଇଟା ଅଛି, ଏଇଟା ଅଛି, କାରଣ ମୁଁ ରେଗୁଲାର ରାନ୍ଧିବା ଲୋକ ନୁହଁ। ମୁଁ ଜାଣି ନାହିଁ କୋଉଟା ପକେଇବାର, ବେଳେ ବେଳେ ଭୁଲି ଯାଇ ହବ। ସେଥିପାଇଁ ମୁଁ କଣ କରେ, ସବୁ କାଢିକି ରଖେ, ସବୁ ଆଗ ସବୁ ସେଟ୍ କରିକି ରଖେ। ପିଆଜ, କଞ୍ଚାମରିଚ କଟା ହେଲା, ଧନିଆ ପତ୍ର, ତାପରେ ଜିରା ଗୁଣ୍ଡ, ତାପରେ ମସଲା ଗୁଣ୍ଡ, ତାପରେ ଧନିଆ ଗୁଣ୍ଡ, ତାପରେ ଏଇଟା ସବୁ ସେଟ୍ କରି ରଖିଲା ପରେ ମୁଁ କାମ କରେ। ତେବେ କୋଉଟା ବି ମିସ୍ ହବନି, କୋଉଟା ବି ମିସ୍ ହବନି। ଦେଖିବ ଆରେ ଆରେ ମୁଁ ସେ ପକାଇବା ଭୁଲିଗଲି, ପରେ ପକାଇବାର ଅଛି। ତ ଆପଣ କଣ କରିବେ? ସେବା କାର୍ଯ୍ୟରେ ସର୍ବଦା ଲାଗିକି ରହିବେ। ତାପରେ 16 ପଦ ପଢିବେ, ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ, ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତା ମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ। କଣ କରିବ? ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ଥାଅ। ମାନେ ନିଜ ବିଷୟରେ ସାବଧାନ ରହିବାର ଅଛି। କାଳେ ମୁଁ ପ୍ରଚାର କରି ଉପେକ୍ଷିତ ହେବି କି? ତ ମୋର ଜୀବନରେ ମୁଁ ସତର୍କ ରହିବାର ଅଛି। ମୋ ଶିକ୍ଷା କଣ ଦଉଛି, ସତର୍କ ଲେଖା ଅଛି। ଆପଣା ବିଷୟରେ, ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ, ଏ ସମସ୍ତ ବିଷୟରେ ଲାଗି ରୁହ, ଲାଗି ରୁହ, ସତର୍କ ରୁହ, ଲାଗି ରୁହ, କାରଣ ତାହା କଲେ ତୁମେ ଆପଣା ପରିତ୍ରାଣ ସାଧନ କରିବ। ଶ୍ରୋତା ମାନଙ୍କ ପରିତ୍ରାଣ ସାଧନ କରିବ। କାରଣ ପରିତ୍ରାଣ ସମାପ୍ତ ହେଇନାହିଁ ଏବେ ପର୍ଯ୍ୟନ୍ତ। ମୁଁ ପୁଣି କହିବା ପାଇଁ ଚାହେଁ, ଆମର ପରିତ୍ରାଣ ଏବେ ଯାଏ ସମାପ୍ତ ହେଇନାହିଁ। ଆମର କାମ ବିଶ୍ୱାସୀ ମାନଙ୍କୁ ଶେଷ ପର୍ଯ୍ୟନ୍ତ ପରିତ୍ରାଣ କଢେଇ ନେବା, ନିଜେ ବି ଆମର ପରିତ୍ରାଣକୁ ସାଧନ କରିବା। ଆଜିକାଲି ଯୋଉ କୁହାଯାଉଛି ତୁମେ ପରିତ୍ରାଣ ପାଇ ସାରିଲଣି, ଆଉ କିଛି ଆବଶ୍ୟକ ନାହିଁ, ଏଇଠି ସମସ୍ୟା ଅଛି। ପାଉଲ କଣ କହୁଛନ୍ତି? ତୁମେ ଆପଣା ପରିତ୍ରାଣ ସାଧନ କର। ତମର ବିଶ୍ୱାସୀ ମାନଙ୍କ ପରିତ୍ରାଣକୁ ସାଧନ କମ୍ପ୍ଲିଟ କରିବା ପାଇଁ ତୁମେ ଚେଷ୍ଟା କର। କମ୍ପ୍ଲିଟ। ସେ ପଦ
ଆମେ ପଢିବା, ଆପଣ ଦେଖିବେ ପ୍ରଥମ କରନ୍ତୀୟ 15 ପର୍ବ 2 ପଦ, ଯଦି ତୁମ୍ଭେମାନେ ତାହା ଦୃଢ ଭାବରେ ଧରିଥାଅ ତେବେ ତାହା ଦ୍ୱାରା ପରିତ୍ରାଣ ପାଉଅଛ, ନହିଲେ ତ ତୁମ୍ଭେମାନେ ବ୍ୟର୍ଥରେ ବିଶ୍ୱାସୀ ହୋଇଥିଲ। କରନ୍ତୀୟ ମଣ୍ଡଳୀକୁ ଲେଖୁଛନ୍ତି ତୁମେ ପରିତ୍ରାଣ ପାଉଅଛ, ପାଇଅଛ ନାହିଁ, କମ୍ପ୍ଲିଟ ହେଇନି, ତୁମେ ପରିତ୍ରାଣ ପାଉଅଛ, ତୁମେ ଉଦ୍ଧାର ପାଇ ପାଇ ଯାଉଛ, ତମର ଫାଇନାଲ ପରିତ୍ରାଣ ଏବେ ଯାଏ ହେଇନି, ଶେଷ ପର୍ଯ୍ୟନ୍ତ ଲାଗି ରହିବା ପାଇଁ। ରୋମିଓ ମଣ୍ଡଳୀକୁ ଦେଖିବେ 13 ପର୍ବ ତାର 12 ପଦ, ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ, ଅତଏବ ଆସ ଆମ୍ଭେମାନେ ଅନ୍ଧକାରର କର୍ମ ସବୁ ପରିତ୍ୟାଗ କରି ଆଲୋକର ଶଯ୍ୟା ପରିଧାନ କରୁ। କଣ ଲେଖାଯାଉଛି ଏଠି? 12 ପଦ ପଢିଲେ 11 ପଦ ପଢନ୍ତୁ, 11 ପଦ। ପୁଣି ଏବେ ତୁମ୍ଭମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର, କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ। ସେ କଣ କହୁଛନ୍ତି? ବର୍ତ୍ତମାନ ପରିତ୍ରାଣ ଆମମାନଙ୍କର ଅଧିକ ସନ୍ନିକଟ। ପରିତ୍ରାଣ ପାଇବା ଦିନ ଠାରୁ ଏବେ ଆମର ଫାଇନାଲ ପରିତ୍ରାଣ ଅଧିକ ସନ୍ନିକଟ। ତେଣୁ ଆପଣ ଏଇ ଭ୍ରମରେ ରୁହନ୍ତୁ ନାହିଁ ଯେ ମୁଁ କମ୍ପ୍ଲିଟ। ଆଜି ମଣ୍ଡଳୀ ମଧ୍ୟରେ କାହିଁକି ଲୋକମାନଙ୍କ ଆତ୍ମିକ ଜୀବନର ସ୍ଖଳନ ହଉଛି? ଯୋଉମାନେ ଦିନେ ଉଦ୍ଧାର ପ୍ରାପ୍ତ ହେଇଥିଲେ, ଉଦ୍ଯୋଗୀ ଥିଲେ, ପ୍ରଭୁରେ ପଢୁଥିଲେ, କିଏ ଜଣେ କହିଲା ତୁମେ ତ ପରିତ୍ରାଣ ପାଇଯାଇଛ, ତୁମେ ତ ସ୍ୱର୍ଗକୁ ଯିବ। ସେଇଥିପାଇଁ କଣ ହଉଛି, ଜଣେ ଲୋକ ମରିଗଲେ ମଧ୍ୟ, ଖ୍ରୀଷ୍ଟିଆନ ଲୋକ ଯଦି ମରିଯିବ, ସେ ଲୋକଟା ମଦୁଆ ହେଇଥିବ, ଜୁଆରୀ ହେଇଥିବ, ବ୍ୟଭିଚାରୀ ହେଇଥିବ, ସେ କଣ ହେଇଥିଲେ ମଧ୍ୟ ଆମେ କଣ କହୁଛୁ, ନାଇଁ ଈଶ୍ୱରଙ୍କ ରାଜ୍ୟକୁ ଯାଇଥିବ, କାରଣ ଏ ଦିନେ ପ୍ରଭୁଙ୍କୁ ଗ୍ରହଣ କରିଥିଲେ। କିନ୍ତୁ ବାଇବଲ କଣ କହୁଛି? ଶେଷ ପର୍ଯ୍ୟନ୍ତ ଆମକୁ ଠିକ ରହିବାର ଅଛି। ମଣ୍ଡଳୀ ଭିତରେ ଆସିକି ଯଦି ଆମେ ନାନା ପ୍ରକାର ଅସାଧୁ କାର୍ଯ୍ୟ କରିବା, ଆମେ ପ୍ରଭୁଙ୍କ ରାଜ୍ୟରେ ଯାଇପାରିବାନି। ଆହୁରି ଦେଖିବେ ଆପଣ ଫିଲିପିଓ ମଣ୍ଡଳୀକୁ ଲେଖୁଛନ୍ତି 3 ପର୍ବ ତାର 12 ପଦ, ସରି 2 ପର୍ବ 12 ପଦ, ଫିଲିପିଓ 2 ପର୍ବ ତାର 12 ପଦ। ଅତଏବ ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ସାକ୍ଷାତରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅସାକ୍ଷାତରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର। କଣ କର? ପରିତ୍ରାଣ ସାଧନ କର, ଭୟ ଆଉ କମ୍ପ ସହିତ। ମାନେ ଭାବି ଦେଖନ୍ତୁ, ପ୍ରତ୍ୟେକ ମଣ୍ଡଳୀକୁ ସେ କହି ଆସୁଛନ୍ତି। ଏବେ ତାଙ୍କର ଆତ୍ମିକ ପୁତ୍ର ତିମୋଥୀକୁ କହୁଛନ୍ତି କଣ? ତୁମର ଉନ୍ନତି ଯେପରି ସମସ୍ତଙ୍କର ପ୍ରକାଶ ପାଇବ, ଏଥିପାଇଁ ତୁମେ ମନୋଯୋଗୀ ହେବ, ଆଉ ଆପଣା ବିଷୟରେ, ଆପଣା ଶିକ୍ଷା ବିଷୟରେ ସତର୍କ ହେବ, এই সমস্ত বিষয়ে লাগি রুহ, কারণ তাহা কলে তুমি আপনার পরিত্রাণ ও তোমার শ্রোতা ମାନଙ୍କ পরিত্রাণ সাধন করিব। ସେ ପଦ ପୁଣି ଥରେ ପଢିବା, ଏଭ୍ରି ତାର 9 ପର୍ବ 28 ପଦ, ଏଭ୍ରି 9 ପର୍ବ 28 ପଦ। ଆଉ ତାହାପରେ ବିଚାର ନିରୂପିତ ଅଛି, ସେହିପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କ ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ ଦେବେ। ପ୍ରଭୁ ଯୀଶୁ କଣ ପାଇଁ ଆସୁଛନ୍ତି? ଯୋଉମାନେ ତାଙ୍କର ଅପେକ୍ଷାରେ ଅଛନ୍ତି ସେମାନଙ୍କର ପରିତ୍ରାଣ ପାଇଁ। ମାନେ ଯୀଶୁ ଆସିଲେ ଆପଣ ଫାଇନାଲ ପରିତ୍ରାଣ ପାଇଯିବେ। ଆମେ ଉଦ୍ଧାର ପାଇଛୁ କିନ୍ତୁ ଶରୀର ଏବେ ଯନ୍ତ୍ରଣା ଭୋଗ କରୁଛି। ଆମେ ଉଦ୍ଧାର ପାଇଛୁ କିନ୍ତୁ ପାପର ଜଗତରେ ରହିଛୁ। ଆମେ ଉଦ୍ଧାର ପାଇଛୁ, ନାନା ଶାରୀରିକ ରୋଗ ଦେଇ ଗତି କରୁଛୁ। ପ୍ରଭୁ ଆସିଲେ ଆମେ ସମ୍ପୂର୍ଣ୍ଣ ଭାବରେ ଏ ପାପର ଉପସ୍ଥିତିରୁ ଦୂରକୁ ନିଆଯିବା। ଏବେ ଆମେ ପାପର ଉପସ୍ଥିତ ଥିବା ସ୍ଥାନ ରହିଛୁ, ତେଣୁ ଆମେ ଜାଗ୍ରତ ରହିବା ଦରକାର, ସଚେତନ ରହିବା ଦରକାର। ପାଉଲ ଏଇଥିପାଇଁ ସଚେତନ କରାଉଛନ୍ତି, ସାବଧାନ କଣ? ଯେ ଭଣ୍ଡ ମାନେ ମଧ୍ୟ ଅଛନ୍ତି, ଆଉ ଶେଷ କାଳରେ ଆସିବେ, ସେମାନେ ଏଇଟା ନିଷେଧ କରିବେ। ଲୋକମାନେ କଣ ଭାବୁଛନ୍ତି? ଯାହା ହଉ ଆଜି ମୁଁ ଫାଷ୍ଟିଂ କରିଦେଲି ଶୁକ୍ରବାର ଦିନ, ତାମାନେ ସେ ଧାରାବାହିକ ଭାବରେ ଆପଣ ଯଦି ବୁଧବାର ଦିନ ଫାଷ୍ଟିଂ କରୁଛ, ଆରେ ବୁଧବାର ଦିନ କଣ ଫାଷ୍ଟିଂ କରୁଛ ତୁମେ? ବୁଧବାର ଦିନ କଣ କରନ୍ତି? ତାଙ୍କୁ କୁହାଯାଇଛି ଶୁକ୍ରବାର କରିବେ।
ମୁଁ କହୁଛି ଆପଣଙ୍କୁ ସପ୍ତାହରେ ଯୋଉ ଦିନ ସୁବିଧା ସେଦିନ ଫାଷ୍ଟିଂ କରନ୍ତୁ। ଆଉ ଜଣେ ଚାକିରି କରୁଛନ୍ତି, ବ୍ୟବସାୟ କରୁଛନ୍ତି, ଦୟାକରି ଦିନ ବେଳା ଆପଣ ଫାଷ୍ଟିଂ କରନ୍ତୁନି। ଟିଚର ମାନେ ସ୍କୁଲରେ ଯାଇକି ଉପବାସରେ ବସିଥିବେ, ଦେଖିଛନ୍ତି ଶୁକ୍ରବାର ଦିନ ସ୍କୁଲରେ ଯାଇକି ପଢଉଥିବେ ଚକ କଳ ନଖ ନଳ, ଆରେ ଦିନ ସାରା ଭୋକରେ ଥିବେ। ବାଇବଲ ପଢିବ ନା ଚକ କଳ ନଖ ନଳ ହଉଥିବେ ଯାଇକି ସେତେ କଣ କରିବେ ଆପଣ ମାନେ ରାତିରେ ଫାଷ୍ଟିଂ କରିବେ। ଏ ଆମର ମିସ୍ତ୍ରୀ ଗୁଡାକ, ପ୍ଲମ୍ବର ଗୁଡାକ, ୱାରିଂ କାମ କରିବା ଲୋକ ଫାଷ୍ଟିଂ କରୁଥିବେ, ଯେ ଭୋକରେ କାମ କରୁଥିବ, ଝାଳ ନାଳ ବାହାରୁଥିବ, ପୋଡିକରି ମରିଯିବ। ଭଲ କରି ଖାଅ, ପରେ ଆସି ରାତିରେ ଫାଷ୍ଟିଂ କର। ଡ୍ରାଇଭର ଗୁଡାକ ଭୋକରେ ଥିବେ, ନାଇଁ ଆଜି ମୋର ଫାଷ୍ଟିଂ ନାଇଁ। ଯଦି ଆପଣ ପ୍ରାର୍ଥନା କରିପାରୁନାହାନ୍ତି, ଆପଣ ଫାଷ୍ଟିଂ ରେ ନାହାନ୍ତି, ଆପଣ ଭୋକରେ ଅଛନ୍ତି,